এই আলোচনাটি কাଳିଦାসଙ୍କର ସମ୍ପୂର୍ଣ୍ଣ ଜୀବନ ଉପରେ ତାଙ୍କର କୃତି ଉପରେ ତାଙ୍କର ସାହିତ୍ୟ ଉପରେ ରଖିବାକୁ ଚାହୁଁଛେ। ମୁଁ ଗୋଟିଏ ପ୍ରସଙ୍ଗ ଆପଣମାନଙ୍କୁ କହିବି କାଳିଦାସଙ୍କର। ଆପଣ ଦେଖନ୍ତୁ ଯେଉଁଟା କହିଲେ ଖଣ୍ଡକାବ୍ୟ ମହାକାବ୍ୟ ମେଘଦୂତ ଆଉ ଋତୁ ସଂହାର ତାଙ୍କର ଖଣ୍ଡକାବ୍ୟରେ ଯାଉଛି, କୁମାର ସମ୍ଭବ ରଘୁବଂଶ ଇଏ ମହାକାବ୍ୟରେ ଯାଉଛି, ଏବଂ ନାଟକ ମଧ୍ୟ ଆମେ ଜାଣିଛେ ଅଭିଜ୍ଞାନ ଶକୁନ୍ତଳମ୍ ତାଙ୍କର ଚର୍ଚ୍ଚିତ ନାଟକ। ଆଉ ଗୋଟିଏ ନାଟକ ବିକ୍ରମୋର୍ବଶୀୟମ୍ ବିକ୍ରମ ଉର୍ବଶୀ, ଇଏ ଯେଉଁ ନାଟକ ତିନୋଟି ଯେଉଁ କାବ୍ୟ ଲେଖିଲେ ଏହା ତ ସତ୍ୟ, କିନ୍ତୁ ତା ପଛର ରହସ୍ୟ କ'ଣ ଅଛି, ପୃଷ୍ଠଭୂମିଟି କ'ଣ ଅଛି, ଘଟଣା ପ୍ରବାହ ସବୁ କ'ଣ ଅଛି। ଆଲୋଚକମାନେ କୁହନ୍ତି କୁମାର ସମ୍ଭବ କାବ୍ୟ ବିଷୟରେ ଯେତେବେଳେ ଆମେ ଆଲୋଚନା କରିବା ମହାକାବ୍ୟ ବିଷୟରେ ସେତେବେଳେ ଜାଣିବା, ଆଲୋଚକମାନେ କୁହନ୍ତି ଯେ କାଳିଦାସ କୁମାର ସମ୍ଭବର